ମୀନ ରାଶି ରାଶିଚକ୍ର ବା ଦ୍ୱାଦଶ ରାଶିର ସବା ଶେଷ ରାଶି ଏବଂ ଏହା ଉପରେ ବକ୍ରି ଶନି ମହାଗ୍ରହଙ୍କର ପ୍ରଭାବ। ଜୟ ଜଗନ୍ନାଥ, ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ମୀନ ରାଶି ଦ୍ୱାଦଶ ରାଶି ବା ନୈସର୍ଗିକ ରାଶିଚକ୍ରର ସବା ଶେଷ ରାଶି। ଗ୍ରହ ଜଗତର ସବୁଠାରୁ ଶୁଭ ଗ୍ରହ ବୃହସ୍ପତି ମହାଗ୍ରହଙ୍କର ଦୁଇଗୋଟି ରାଶି ମଧ୍ୟରୁ ଏହା ଅନ୍ୟତମ ରାଶି। ପ୍ରଥମଟି ହେଲା ଧନୁ ରାଶି ଓ ଦ୍ୱିତୀୟଟି ମୀନ ରାଶି। ମୀନ ରାଶି ବୃହସ୍ପତି ମହାଗ୍ରହଙ୍କ ରାଶି ହୋଇଥିବାରୁ ଏହି ରାଶିଜାତ ବ୍ୟକ୍ତି ସାତ୍ତ୍ୱିକ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ପାଖରେ ଦୟା ଓ କରୁଣାର ଭାବନା ରହିବା ସହିତ ଏମାନେ ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ସର୍ବଦା ତତ୍ପର ରହିଥାନ୍ତି। ସ୍ପଷ୍ଟ କଥା କହିବା, ବିଚାରଶୀଳ ଓ ବିବେକୀ ହେବା ମୀନ ରାଶି ଜାତକର ସହଜାତ ଗୁଣ। ପୁଣି ସମୟ ସମୟରେ ଦାର୍ଶନିକତା ସାଙ୍ଗକୁ ରୋମାଣ୍ଟିକ୍ ଜୀବନ ଜୀଇଁବାରେ ଏମାନ ଜୀବନର ସାର୍ଥକ ହୋଇଛି ବୋଲି ଗ୍ରହଣ କରିଥାନ୍ତି। କଳା, ସାହିତ୍ୟ, ସଙ୍ଗୀତ ସାଙ୍ଗକୁ ଲେଖକୀୟ କଳା ମୀନ ରାଶି ବ୍ୟକ୍ତିଙ୍କ ପାଇଁ ପ୍ରଥମ ପସନ୍ଦର ହୋଇଥାଏ। ତା ସାଙ୍ଗକୁ ଯଦି ଶିକ୍ଷକତାର ସୁଯୋଗ ମିଳିଗଲା ତେବେ ମୀନ ରାଶି ବ୍ୟକ୍ତିଙ୍କ ପାଇଁ ତାହା ତାଙ୍କ ଈଶ୍ୱରଦତ୍ତ ପ୍ରତିଭାର ପରିସ୍ଫୁଟନ ପାଇଁ ବିଶେଷ ସହାୟକ ହୋଇଥାଏ। ମୀନ ରାଶି ଜାତ ବ୍ୟକ୍ତି ବହୁତ ସମ୍ବେଦନଶୀଳ ହୋଇଥିବାରୁ ଏହି ସମ୍ବେଦନଶୀଳତା ସେମାନଙ୍କ ପାଇଁ ତାକତ ବନିଥାଏ ତ ପୁଣି ସମୟରେ କମଜୋରି ମଧ୍ୟ ସାବ୍ୟସ୍ତ ହୋଇଥାଏ। ତେଣୁ ଦେଖାଯାଇଥାଏ ଯେ ଠିକ୍ ସମୟରେ ଠିକ୍ କଥା କହିବାରେ ମୀନ ରାଶି ବ୍ୟକ୍ତି ହଡ଼ବଡ଼େଇ ଯାଇଥାନ୍ତି ବା ପଛେଇ ଯାଇଥାନ୍ତି। ବିସ୍ୱଭାବ ବା ଦାତ୍ମିକ ରାଶି ହୋଇଥିବାରୁ ଏହି ରାଶିର ଜାତ ବ୍ୟକ୍ତି ବାଣିଜ୍ୟ, ମିତ୍ର, ସ୍ତ୍ରୀ ବା ସ୍ୱାମୀ କ୍ଷେତ୍ରରେ ପ୍ରଥମେ ବହୁତ ବଡ଼ ବାଧାର ସମ୍ମୁଖୀନ ହୋଇଥାନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ସେହି ବାଧାକୁ ଅତିକ୍ରମ କରିଯିବାର ଦେଖାଯାଇଥାଏ। ଚଳିତ 2024 ଜୁନ 30 ତାରିଖ ଶନିବାର ରାତି 11:40 ସମୟରେ ଶନି ମହାଗ୍ରହ ନିଜ ରାଶି କୁମ୍ଭ ରାଶିରେ ବକ୍ରି ହୋଇଛନ୍ତି ଏବଂ ଏହି ବକ୍ରି ଅବସ୍ଥା ଆସନ୍ତା ନଭେମ୍ବର 14 ତାରିଖ ଗୁରୁବାର ପର୍ଯ୍ୟନ୍ତ ଲାଗି ରହିବ। କୁମ୍ଭ ରାଶି ମୀନ ରାଶିର ଦ୍ୱାଦଶ ସ୍ଥାନ ଏବଂ ଶନି ସେଠାରେ ବକ୍ରି। ତେଣୁ ଶନି ମହାଗ୍ରହଙ୍କର ଏହି ବକ୍ରି ହେବା ମୀନ ରାଶି ପାଇଁ ଆଦୌ ଶୁଭଙ୍କର ନୁହେଁ। ମୀନ ରାଶିର ଦ୍ୱାଦଶ ବା ବ୍ୟୟ ଭାବରେ ଶନି ରହିବା ଶନିଙ୍କର 7.5ର ପ୍ରାରମ୍ଭ ବୋଲି ଜ୍ୟୋତିଷୀୟ ନିୟମ କୁହେ। ତା ପୁଣି ବକ୍ରି ଶନି। ତେଣୁ ଏହି ସମୟରେ ମୀନ ରାଶି ଜାତକ ଯେଉଁ ଜାଗାରେ କର୍ମ କରୁଥିବେ ବା ଚାକିରି କରୁଥିବେ ସେମାନଙ୍କର ସେ ସ୍ଥାନରୁ ସ୍ଥାନଚ୍ୟୁତ ହେବାର ବହୁତ ସମ୍ଭାବନା। ଆର୍ଥିକ ଅବସ୍ଥା ଖରାପ ରହିବା ସାଙ୍ଗକୁ ବ୍ୟୟ ବା ଖର୍ଚ୍ଚର ପରିମାଣ ବଢ଼ିଯିବ। ମୀନ ରାଶି ବ୍ୟକ୍ତି ଯାତ୍ରାରେ ଦୁର୍ଘଟଣାର ଭୟ ରହୁଛି। ତା ସାଙ୍ଗକୁ ଗୋଡ଼ ହାତ ଭାଙ୍ଗିଯିବାର ମଧ୍ୟ ବହୁତ ସମ୍ଭାବନା ରହିଛି। ଗୃହ ମଧ୍ୟରେ ବିଶେଷ କରି ବଡ଼ ଭାଇଙ୍କ ସହିତ ମନମାଳିନ୍ୟ ଦେଖାଦେଇପାରେ। ଆୟ ହ୍ରାସ ସାଙ୍ଗକୁ ବ୍ୟୟଭାର ବୃଦ୍ଧି ହେତୁ ଏହା ଅହେତୁକ ଚିନ୍ତାର କାରଣ ହେବ। ଭାଗୁଆଳୀ ବାଣିଜ୍ୟ ବ୍ୟବସାୟରେ କ୍ଷତି ସହିବା ସହିତ ମିତ୍ରମାନେ ଧୋକା ଦେଇପାରନ୍ତି। ଏହି ସମୟ ଆପଣଙ୍କ ପାଇଁ ଆତ୍ମଚିନ୍ତନ ବା ଆତ୍ମନିରୀକ୍ଷଣର ସମୟ ହେବା ଉଚିତ। ସବୁଠୁ ଭଲ ହେବ ଆପଣ ଏହି ସମୟରେ ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନ ପ୍ରତି ଦୃଷ୍ଟି ଦେବା, ଈଶ୍ୱର ବିଶ୍ୱାସୀ ହେବା। ଏହା ସହିତ ଆଶୁତୋଷ ଭଗବାନ ଶିବଙ୍କର ଅଭିଷେକ କରାଇଲେ ଏହା ଆପଣଙ୍କ ପାଇଁ ଗୋଟେ ଚମତ୍କାର ଫଳ ଦେବ। ତା ସଙ୍ଗେ ସଙ୍ଗେ ଦରିଦ୍ର ନାରାୟଣଙ୍କ ସେବା ଓ ପରୋପକାର ଆପଣଙ୍କ ପାଇଁ ସମସ୍ତ କ୍ଷେତ୍ରରେ ଶୁଭତ୍ୱ ଆଣିବା ସଙ୍ଗେ ସଙ୍ଗେ ବହୁତ ଗୁଡ଼ିଏ ଶୁଭଫଳ ମଧ୍ୟ ଆପଣଙ୍କୁ ପ୍ରଦାନ କରିପାରେ। ଭିଡ଼ିଓଟି ଭଲ ଲାଗିଲେ
ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ, ନମସ୍କାର।